ଜୟ ଜଗନ୍ନାଥ। ୱେଲକମ୍ ଟୁ ଜସ୍ନା ସିଲେଇ ଘର। ମୁଁ ଆଜି ଗୋଟେ ଇନଭିଜିବୁଲ୍ ଡବଲ୍ କଟରୀ ବ୍ଲାଉଜ୍ର ଷ୍ଟିଚିଂ କରିବି। ମୁଁ ପ୍ରଥମେ ଏଠି 6 ପିସ୍‌କୁ ଷ୍ଟିଚିଂ କରିବି। ଦେଖନ୍ତୁ ମୁଁ ଏହାକୁ କେମିତି ଅଲଟେଇକି ନେଇଛି। ପ୍ରଥମେ ମୁଁ ମେନ୍ ଫେବ୍ରିକ୍‌କୁ ମେନ୍ ଫେବ୍ରିକ୍ ସହିତ ଆଟାଚ୍ କରିନେଉଛି। ଆଟାଚ୍ କରି ଏହାକୁ ମୁଁ ଷ୍ଟିଚ୍ କରିନେଉଛି। ଏହାପରେ ମୁଁ ଅସ୍ତ୍ରଟିକୁ ମଧ୍ୟ ଅସ୍ତ୍ର ସାଇଡ଼୍‌ରେ ଏମିତି ଅଲଟେଇକି ଏହାକୁ ଷ୍ଟିଚ୍ କରିନେଉଛି। ଏବେ ମୁଁ ଏହାକୁ ଅଲଟେଇକି ଆପଣମାନଙ୍କୁ ଦେଖାଇ ଦେଉଛି କେଉଁ ଭଳି ଭାବରେ ସିଲେଇଟି ପଡ଼ିଛି। ବହୁତ ଫିନିସିଂ ଭାବରେ ଏହା ପଡ଼ିଛି। ଏବେ ମୁଁ ସାଇଡ଼୍‌ରେ ଯେଉଁ ଷ୍ଟିଚ୍ ଦିଆ ହୋଇନଥିଲା ତାହାକୁ ଏମିତି ସାଇଡ଼୍‌ରେ ଷ୍ଟିଚ୍ ଲଗାଇ ନେଉଛି। ଏବେ ମୁଁ ଷ୍ଟକ୍ସ ପକାଇ ନେବି। ମଝିରେ ମୁଁ ଏମିତି ଟକ୍ସଟିକୁ ହାଫ୍ ଇଞ୍ଚରେ ମୁଁ ପକାଇ ନେଉଛି। ଏବେ ମୁଁ ବଗଲଟିକୁ ଆଟାଚ୍ କରିବି। ଦେଖନ୍ତୁ ମୁଁ ବଗଲଟିକୁ ମଧ୍ୟ ସେହିପରି ଭାବରେ ମେନ୍ ଫେବ୍ରିକ୍ ଉପରେ ମେନ୍ ଫେବ୍ରିକ୍‌କୁ ରଖି ଷ୍ଟିଚ୍ କରିନେବି ପ୍ରଥମେ। ତାପରେ ମୁଁ ଅସ୍ତ୍ରଟିକୁ ଅସ୍ତ୍ର ସାଇଡ଼୍‌ରେ ରଖି ଷ୍ଟିଚ୍ କରିନେବି। ଏବେ ମୁଁ ଅସ୍ତ୍ରଟିକୁ ଆଟାଚ୍ କରିନେବି। ଦେଖନ୍ତୁ ମୋର କେଉଁ ଭଳି ଭାବରେ ଏଠି ସିଲେଇଟି ଦେଖାଯାଉନାହିଁ। ଦେଖନ୍ତୁ ଟୋଟାଲ୍ ସିଲେଇ ଜଣା ବି ପଡ଼ୁନି। ଏବେ ମୁଁ ସାଇଡ଼୍‌ରେ ଏମିତି ଷ୍ଟିଚ୍ କରିନେଉଛି। ଏହାପରେ ମୁଁ ମଝିରେ ଗୋଟିଏ ବଗଲ ସାଇଡ଼୍‌ରେ ଏମିତି ମଝିରେ ଚାପ୍ ସିଲେଇ ପକାଇ ନେବି। ମୁଁ ଏଠି ଚାପ୍ ସିଲେଇ ପକାଇ ନେଇଛି। ଏହାପରେ ମୁଁ ଅଣ୍ଟା ପଟ୍ଟିକୁ ଆଟାଚ୍ କରିବି, ଯେଉଁ ବେଲ୍ଟଟିକୁ ଆଟାଚ୍ କରିନେବି। ଏହା ମଧ୍ୟ ମୁଁ ସେହିପରି ଭାବରେ ଏହାକୁ ଆଟାଚ୍ କରିନେବି। ଏହାପରେ ମୁଁ ଅସ୍ତ୍ରଟିକୁ ଦେଖନ୍ତୁ କେଉଁ ଭଳି ଭାବରେ ରଖି ମୁଁ ଏହାକୁ ସିଲେଇ କରୁଛି। ଆପଣମାନେ ଠିକ୍ ସେହିପରି ଭାବରେ ଏହାକୁ ଷ୍ଟିଚ୍ କରିନେବେ। ଏବେ ମୁଁ ଅଲଟେଇ ନେଲି ଏହାକୁ। ଦେଖଉଛି ଆପଣମାନଙ୍କୁ ସିଲେଇଟି ଦେଖନ୍ତୁ। ଏବେ ମୁଁ ଏହା ଚାରିପାଖରେ ମଧ୍ୟ ଷ୍ଟିଚ୍ କରିନେଉଛି। ଏବେ ମୁଁ ବେଲ୍ଟରେ ଗୋଟିଏ ଚାପ୍ ସିଲେଇ ପକାଇ ନେଉଛି। ଆପଣମାନେ ଚାହିଁଲେ ଏଥିରେ ଚାପ୍ ସିଲେଇ ନ ପକାଇଲେ ମଧ୍ୟ ହେବ। ଏହାପରେ ମୁଁ ଏଠି ଏମିତି ପଟିଟିକୁ ନେଇ ବଟମ୍ ପଟି ଆଟାଚ୍ କରିନେଉଛି। ମୁଁ ଏଠି ପଟିଟିକୁ 2 ଫୋଲ୍ଡ କରିନେଇଛି।
ଏହାପରେ ମୁଁ ଏହାକୁ ଓଲଟେଇ ନେଇ ଏହା ମଝିରେ ଗୋଟିଏ ଚାପ୍ ସିଲେଇ ପକେଇ ନଉଛି। ଏବେ ମୁଁ ଏହାକୁ ସଲ୍ଟା ସାଇଡ଼ରେ ଓଲଟେଇ ନେଇ ଆଉ ଗୋଟିଏ ସିଲେଇ ପକେଇ ନଉଛି। ଏବେ ମୁଁ ଏଠି ସ୍ଲିପଟିକୁ ଆଟାଚ୍ କରିବି। ମୋର ଏଠି ସ୍ଲିପଟିକୁ ମୁଁ ଆଟାଚ୍ କରିନେଇଛି। ଏବେ ମୁଁ କ'ଣ କରିବି, ସିଧା ପଟେ ମୁଁ ପ୍ରଥମେ ବ୍ଲାଉଜକୁ ଷ୍ଟିଚ୍ କରିନେବି। ଏମିତି ସିଧାରେ ରଖି ୟାକୁ ଷ୍ଟିଚ୍ କରିନେଉଛି ସିଧା ପଟେ। ସିଧା ପଟେ ଷ୍ଟିଚ୍ ଦେବାର କାରଣ ହେଉଛି ଏହା ଯେଉଁ ଆମେ ସିଧା ଏମିତି ଅଲଟେଇକି ଷ୍ଟିଚ୍ ଦେଇଥାଉ ସେଥିରେ କ'ଣ ନା ଫେବ୍ରିକ୍ ଗୁଡ଼ିକ ଏମିତି ବାହାରିକି ଆଉଳା ଭାବରେ ଦେଖାଯାଇଥାଏ। କିନ୍ତୁ ଏହା ପ୍ରପର୍ ଭାବରେ ସିଲେଇଟି ଦେଖା ନ ଯିବା ପାଇଁ ଭିତରୁ ମୁଁ ଏମିତି ପ୍ରଥମେ ସଲ୍ଟା ସାଇଡ଼ରେ ୟାକୁ ଷ୍ଟିଚ୍ କରିନେଉଛି। ତାପରେ ୟାକୁ ମୁଁ ଅଲଟେଇକି ଷ୍ଟିଚ୍ କରିନେବି। ମୁଁ ଅଣ୍ଟା ପାଖରୁ ହାତ ଯାଏ ଏମିତି ଷ୍ଟିଚ୍ କରିନେଇଛି। ଏବେ ମୁଁ ୟାକୁ ଅଲଟେଇକି ଷ୍ଟିଚ୍ ପକେଇ ନେବି। ମୋର ଏଠି ସିଲେଇଟି ସରିଯାଇଛି। ଏବେ ମୁଁ ଏହାକୁ ଆପଣମାନଙ୍କୁ ଦେଖାଉଛି ପ୍ରପର୍ ଭାବରେ ଏହା କେମିତି ଦେଖାଯାଉଛି। ଯଦି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥାଏ ତେବେ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରନ୍ତୁ ଏବଂ ନୂଆ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ।